ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଭକ୍ତମାନଙ୍କ ସୁବିଧା ପାଇଁ ହୋଇଛି ପରିକ୍ରମା ପ୍ରକଳ୍ପ। ଦୀର୍ଘ 5 ବର୍ଷର ପ୍ରଚେଷ୍ଟା ପରେ ଏହି ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ଏବଂ ଶେଷରେ 2024 ଜାନୁଆରୀ ମାସ 17 ତାରିଖରେ ଅତି ଆଡମ୍ବର ସହିତ ଏହି ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଏହି ପରିକ୍ରମା ପ୍ରକଳ୍ପ ମାଧ୍ୟମରେ ଭକ୍ତମାନେ ଅନେକ ପ୍ରକାର ସୁବିଧା ପାଇ ଆସୁଛନ୍ତି ଓ ପ୍ରକଳ୍ପରେ ଥିବା ଅନେକ ଅତ୍ୟାଧୁନିକ କାରୁକାର୍ଯ୍ୟ, ଶୌଚାଳୟ ବ୍ୟବସ୍ଥା ଓ ସାଜସଜ୍ଜା ଅତି ଆକର୍ଷଣୀୟ ମଧ୍ୟ ହୋଇଛି। ତେବେ ଅତି ନିକଟରେ ମହାପ୍ରଭୁଙ୍କ ଘୋଷଯାତ୍ରା ସରିଥିବା ବେଳେ ଏହି ପରିକ୍ରମା ପ୍ରକଳ୍ପର ରକ୍ଷଣାବେକ୍ଷଣରେ ପ୍ରଶାସନ ଏକ ପ୍ରକାର ବିଫଳ ହୋଇଥିବାର ଦେଖିବାକୁ ମିଳୁଛି। ଅଳିଆ ଆବର୍ଜନା ପାଇଁ ଆବଶ୍ୟକ ମୁତାବକ ଡଷ୍ଟବିନ୍ର ସୁବିଧା ନଥିବାରୁ ଏଣେତେଣେ ଅଳିଆଗୁଡ଼ିକ ପଡ଼ୁଥିବାର ନଜର ଆସୁଛି। ତେବେ ଏହା କୌଣସି ଅଳିଆ ଗଦାର ଦୃଶ୍ୟ ନୁହେଁ। ଏହି ଦୃଶ୍ୟଟି ହେଉଛି ଶ୍ରୀମନ୍ଦିର ଉତ୍ତର ଦ୍ୱାରର, ଯେଉଁଠାରେ ଗଦା ହେଉଛି ଅଳିଆ। ଯାତ୍ରୀ ଓ ଶ୍ରଦ୍ଧାଳୁମାନେ ଯେପରି ପରିଷ୍କାର ପରିଚ୍ଛନ୍ନ ଓ ସ୍ୱଚ୍ଛ ବାତାବରଣରେ ଶ୍ରୀମନ୍ଦିର କରିଡରରେ ଭକ୍ତିଭାବର ସହ ପରିକ୍ରମା କରିପାରିବେ, ସେଥିପାଇଁ ମୁଖ୍ୟତଃ ଏହି ପରିକ୍ରମା ପ୍ରକଳ୍ପକୁ ନିର୍ମାଣ କରାଯାଇଥିଲା। କିନ୍ତୁ ମାତ୍ର 6ରୁ 7 ମାସର ଅବଧି ଭିତରେ ହିଁ ଅବସ୍ଥା ଶୋଚନୀୟ ହୋଇଛି। ଉତ୍ତର ଦ୍ୱାର ନିକଟରେ ଗଦା ହେଉଛି ଅଳିଆ, ଯାହା ପରିକ୍ରମା ପ୍ରକଳ୍ପର ସୌନ୍ଦର୍ଯ୍ୟକରଣକୁ ଏକ ପ୍ରକାର ଗ୍ରହଣ ଲଗାଉଛି। ମହାବାହୁଙ୍କ ନୀଳାଦ୍ରି ବିଜେ ଦିନ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ନିକଟରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ିଥିବାର ଦେଖିବାକୁ ମିଳିଥିଲା, ଯାହାକୁ ନେଇ ଅନେକ ଭକ୍ତ ଦୁଃଖ ପ୍ରକାଶ କରିବା ସହ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉ ବୋଲି ମତ ପ୍ରକାଶ କରିଛନ୍ତି। ଏକ୍ସକ୍ଲୁସିଭ୍ ରିପୋର୍ଟ, ସମୀକ୍ଷା ନ୍ୟୁଜ୍।